ମୁଁ ଶୋଇବାକୁ ଯାଉଥିଲି, ମୁଁ ସେ ଖଟ ଉପରେ ବସିଥିଲି, ଆଉ ଗୋଟେ ସାପ ଧୀରେ ଧୀରେ ସେ କାନ୍ଥ କଡୁ ଆସିଲା, ଆସିକି ଟିକେ ଖାଟୁ ଖାଟୁ ଆବାଜ କଲା। ମୁଁ ଲାଇଟ୍ ପକେଇ ଦେଲା ବେଳକୁ ମସ୍ତ ବଡ ସାପ, 7-8 ଫୁଟ ହବ ଲମ୍ବ, ଆଉ ଗୁଡେଇକି ସେଠି ରହିଛି। ତାପରେ ମୁଁ ମୋ ଆଖ ପାଖ ପଡିଶା ଭାଇ ମାନଙ୍କୁ ଜଣେଇଲି, ଡାକି ପଠେଇଲି। ଆଉ ସେ ଆମର ଏଠାକାର ପିଲାମାନେ ବନ ବିଭାଗକୁ ଫୋନ କଲେ। କାହାର ସୁଇଚ ଅଫ୍ ହେଇଛି, କିଏ କହୁଛି ମତେ ପଇସା ଦିଅ 700-800 ଟଙ୍କା, ଆଉ ଏମିତି କହୁଛନ୍ତି। ଆଉ ଆମେ ତାଙ୍କ ଅପେକ୍ଷାରେ ଆମେ ଶୋଇବା ପାଇଁ ଯାଉଥିଲେ ନା? ଆଜ୍ଞା। କଣ ପାଇଁ ଯାଉଥିଲେ? ହଁ, ଶୋଇବାକୁ ଯାଉଥିଲି, ଦେଖିଲା ବେଳକୁ ଏଇ ସାପଟି ବାହାରିଲା। ଶବ୍ଦ ହେଲା? ହଁ ହଁ, କେମିତି ଶୋଇବା ସମୟରେ କଣ ସାଇଲେଣ୍ଟ ଶବ୍ଦ ହେଲା ନା କଣ? ହଁ, ସେ ସାପଟି ଆବାଜ କଲା। ସେଠୁ ସନ୍ଦେହ ହେଲା, ମୁଁ ଲାଇଟ୍ ପକେଇଲା ବେଳକୁ ସାପଟି ଗୋଡେଇକି ସେଠି ବାହାରିଛି। ଲମ୍ବା? ହଁ, 6-7 ଫୁଟ ଲମ୍ବ ହବ ଆଉ।